କାହାଣୀ ବୋଧିସତ୍ତ୍ୱ। ଗୋଟେ ଜଙ୍ଗଲୀ ମଇଁଷି ରୂପରେ ଭଗବାନ ବୁଦ୍ଧଙ୍କର ଜନ୍ମ ହୋଇଥିଲା। ସ୍ୱଭାବତଃ ବୋଧିସତ୍ତ୍ୱ ଥିଲେ କରୁଣାବାନ, ତେଣୁ ମଇଁଷି ରୂପରେ ମଧ୍ୟ ସେ ବହୁତ ଶାନ୍ତ ଥିଲେ। ତାଙ୍କର ସହନଶୀଳତାର ସୁଯୋଗ ନେଇ ଗୋଟେ ମାଙ୍କଡ଼ ତାଙ୍କୁ ଭାରି ହଇରାଣ କଲା। ଦେବତାମାନେ ବୋଧିସତ୍ତ୍ୱଙ୍କୁ କହିଲେ, ଏହି ଉତ୍ପାତ କରୁଥିବା ମାଙ୍କଡ଼କୁ ଆପଣ କିଛି ଶିକ୍ଷା କାହିଁକି ଦେଉନାହାନ୍ତି? ଆପଣଙ୍କ ଶିଙ୍ଗରେ ଥରେ ଆକ୍ରମଣ କରିଦେଲେ ତାକୁ ଉଚିତ ଶିକ୍ଷା ମିଳିଯିବ। ବୋଧିସତ୍ତ୍ୱ କହିଲେ, ଦେବଗଣ, ଏପରି ସମୟରେ ହିଁ ତ ସହନଶୀଳତା ଏବଂ କରୁଣାର ଉପଯୁକ୍ତ ପରୀକ୍ଷା ହୋଇଥାଏ। ପ୍ରତ୍ୟେକ ବାଧ୍ୟ ହୋଇ ନିଜଠାରୁ ବଳବାନର ଦୁର୍ବ୍ୟବହାର ସହ୍ୟ କରିଥାନ୍ତି, କିନ୍ତୁ ନିଜଠାରୁ ଦୁର୍ବଳର ଅପରାଧକୁ କ୍ଷମା କରିବା ପାଇଁ କରୁଣା ଦରକାର ହୋଇଥାଏ। ଦୟା, କ୍ଷମା ଏବଂ କରୁଣା ସନ୍ଥ ଜୀବନର ପରିଚୟ ହୋଇଥାଏ ଏବଂ ଏହି ସବୁ ଗୁଣର ଆଧାରରେ ତାଙ୍କର ବ୍ୟକ୍ତିତ୍ୱର କଳନା କରାଯାଇପାରେ। ଏହିପରି ଥିଲା ବୋଧିସତ୍ତ୍ୱଙ୍କର ଚିନ୍ତାଧାରା। ଧନ୍ୟବାଦ। ବିଚାରକ୍ରାନ୍ତି ଦୂତ ୟୁଟ୍ୟୁବ୍ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ପରବର୍ତ୍ତୀ ଭିଡ଼ିଓ ପ୍ରାପ୍ତ କରିବା ପାଇଁ ବେଲ୍ ଆଇକନ୍ ଦବାନ୍ତୁ ଏବଂ ବିଚାରକ୍ରାନ୍ତି ଦୂତ ଓଡ଼ିଆ ଫେସବୁକ୍ ଓ ଇନଷ୍ଟାଗ୍ରାମ ସହ ଯୋଡ଼ି ହୁଅନ୍ତୁ। ଧନ୍ୟବାଦ।